ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। କଣ୍ଟେନସନ୍। କଣ୍ଟେନସନ୍ ମାନେ ବିବାଦ ବା ମତଭେଦ। ଇକ୍ୱାଲାଇଜ୍। ଇକ୍ୱାଲାଇଜ୍ ମାନେ ସମାନ କରିବା। ଫର୍ମାଲିଟି। ଫର୍ମାଲିଟି ମାନେ ଔପଚାରିକତା। ଡିପେଣ୍ଡେଣ୍ଟ। ଡିପେଣ୍ଡେଣ୍ଟ ମାନେ ନିର୍ଭରଶୀଳ ବା ପରାଧୀନ। ଡିଫେନ୍ସିଭ୍। ଡିଫେନ୍ସିଭ୍ ମାନେ ରକ୍ଷାତ୍ମକ ବା ସୁରକ୍ଷାମୂଳକ। ଡିଫ୍ଲେକ୍ସନ୍। ଡିଫ୍ଲେକ୍ସନ୍ ମାନେ ବିଚ୍ୟୁତି ବା ପଥଭ୍ରଷ୍ଟ। କନଭର୍ଜନ୍। କନଭର୍ଜନ୍ ମାନେ ଧର୍ମାନ୍ତରଣ ବା ପରିବର୍ତ୍ତନ। କ୍ଲିୟରାନ୍ସ। କ୍ଲିୟରାନ୍ସ ମାନେ ଅନୁମତି ବା ସ୍ୱୀକୃତି। କ୍ଲିୟରାନ୍ସ। କ୍ଲିୟରାନ୍ସ ମାନେ ଅନୁମତି ବା ସ୍ୱୀକୃତି। ସସ୍ପେନସନ୍। ସସ୍ପେନସନ୍ ମାନେ ନିଲମ୍ବନ। ଡାଇଭର୍ସିଟି। ଡାଇଭର୍ସିଟି ମାନେ ବିବିଧତା। କମ୍ୟୁନିଟି। କମ୍ୟୁନିଟି ମାନେ ସମୁଦାୟ। ଗାଇଡ଼ଲାଇନ୍। ଗାଇଡ଼ଲାଇନ୍ ମାନେ ନିର୍ଦ୍ଦେଶନାମା ବା ମାର୍ଗଦର୍ଶନ। ଲ୍ୟାଣ୍ଡସ୍କେପ୍। ଲ୍ୟାଣ୍ଡସ୍କେପ୍ ମାନେ ଦୃଶ୍ୟପଟ। ମାଇଗ୍ରେସନ୍। ମାଇଗ୍ରେସନ୍ ମାନେ ପ୍ରବାସ। ପ୍ଲେହାଉସ୍। ପ୍ଲେହାଉସ୍ ମାନେ ନାଟ୍ୟଘର। ଫାଣ୍ଟାଷ୍ଟିକ୍। ଫାଣ୍ଟାଷ୍ଟିକ୍ ମାନେ ଅଦ୍ଭୁତ। ସେଲିବ୍ରେଟ୍। ସେଲିବ୍ରେଟ୍ ମାନେ ପାଳନ କରିବା। ଡେଞ୍ଜରସ୍। ଡେଞ୍ଜରସ୍ ମାନେ ବିପଦଜନକ। ବିହେଭିୟର୍। ବିହେଭିୟର୍ ମାନେ ବ୍ୟବହାର ବା ଆଚରଣ। ୱାଟରଫଲ୍। ୱାଟରଫଲ୍ ମାନେ ଜଳପ୍ରପାତ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ।